ଆଜିର ପ୍ରଥମ ଖବର ହେଉଛି ନୂଆପଡ଼ା ଜିଲ୍ଲାରେ ଅତ୍ୟନ୍ତ ଉତ୍ସାହର ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ଼ ବିତରଣ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ ଜିଲ୍ଲାର ସମସ୍ତ 5ଟି ବ୍ଲକର 17ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣ ସଭାମାନ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ କାର୍ଡ଼ ବଣ୍ଟନ ସହିତ ସଚେତନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ୱାରା କଟକଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ଼ ବିତରଣ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଏହି ସମାରୋହ ସ୍ଥାନରେ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଦ୍ୱିତୀୟ ଖବର, ଚଳିତ ବର୍ଷ 1,60,000 ଜଣକୁ ମିଳିବ ଘର, ପଞ୍ଚାୟତି ରାଜ ମନ୍ତ୍ରୀଙ୍କ ସୂଚନା। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଜାଣିବା। ଅନ୍ତୋଦୟ ଗୃହ ଯୋଜନା ଓ ପାଣି ପ୍ରସଙ୍ଗକୁ ନେଇ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣଙ୍କ ସୂଚନା। ସେ କହିଛନ୍ତି ଯେ 1 ଲକ୍ଷ ହିତାଧିକାରୀଙ୍କ ତାଲିକା କରାଯିବ, 2 ମାସ ମଧ୍ୟରେ ୱାର୍କ ଅର୍ଡର ଇସ୍ୟୁ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନଦଣ୍ଡ ପୂରଣ କରୁଥିଲେ ଘର ମିଳିବ। ଚଳିତ ବର୍ଷ 1,60,000 ଜଣକୁ ମିଳିବ ଘର। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମନ୍ତ୍ରୀ କହିଛନ୍ତି। ଏହା 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବ ସରକାର ପାଣି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିଲେ। ଆମ ସରକାର ପାଣି ସମସ୍ୟାକୁ ଗୁରୁତର ସହ ନେଉଛନ୍ତି। 21,300 ପାଖାପାଖି ବିଭିନ୍ନ ଜିଲ୍ଲାରେ ଏହା ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତୁ 3 ନମ୍ବର ଖବର ଉପରେ ଯିବା। ବଡ଼ ଝଟକା, ପୁଣି ବଢ଼ିଲା ସୁନା ଦାମ। ହୋଇ ବଢ଼ି ଚାଲିଛି ଦାମ। ଗ୍ରାହକଙ୍କୁ ମିଳୁଛି ଝଟକା ପରେ ଝଟକା। ଏପ୍ରିଲ 11 ଅର୍ଥାତ୍ ଶୁକ୍ରବାର ଦିନ ସୁନା ଦରରେ ବୃଦ୍ଧି ହୋଇଛି। 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପ୍ରତି 95,400ରେ ପହଞ୍ଚିଛି। ଗତକାଲି ଏହା 93,380 ଟଙ୍କା ଥିଲା। ଏଥିରେ 2,020 ଟଙ୍କା ବୃଦ୍ଧି ହୋଇଛି। 22 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 87,450 ଟଙ୍କା ରହିଛି। ଗତକାଲି ଏହା 85,600 ଟଙ୍କା ଥିଲା। ଏଥିରେ 1,850 ଟଙ୍କା ବୃଦ୍ଧି ହୋଇଛି। 18 କ୍ୟାରେଟ ସୁନା ଦାମ 10 ଗ୍ରାମ ପ୍ରତି 71,550 ଟଙ୍କା ରହିଛି। ଗତକାଲି ଏହା 70,040 ଟଙ୍କା ଥିଲା। ଏଥିରେ 1,510 ଟଙ୍କା ବୃଦ୍ଧି ହୋଇଛି। ତେବେ ଆସନ୍ତୁ ପରବର୍ତ୍ତୀ ଖବର। ରାଜ୍ୟରେ ଆହୁରି 7 ଦିନ ଯାଏ କାଳବୈଶାଖୀ ବର୍ଷା, 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ରାଜ୍ୟରେ ଆହୁରି 7 ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା 24 ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ବର୍ଷାର ସତର୍କତାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କଳାହାଣ୍ଡି ସେହିପରି 6ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାରେ 50ରୁ 60 କିମି ଝଡ଼ ପବନ ବହିବାର ସମ୍ଭାବନା ରହିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଏହି 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏବେ ଆସନ୍ତୁ 5 ନମ୍ବର ଖବର ଉପରେ ନଜର ପକାଇବା। ନୂଆ ଆଧାର ଆପ୍ରେ ମିଳିବ 5ଟି ଦମଦାର ଫିଚର୍ସ। ସୁରକ୍ଷିତ ରହିବ ଆପଣଙ୍କର ସମସ୍ତ ଡିଟେଲ। ସରକାର ଏକ ନୂଆ ଆଧାର ଆପ୍ ଘୋଷଣା କରିଛନ୍ତି। ନିକଟରେ କେନ୍ଦ୍ରୀୟ ରେଳ ସୂଚନା ଏବଂ ଟେକ୍ନୋଲୋଜି ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ ଏହି ନୂଆ ଆଧାର ଆପ୍ ଉନ୍ମୋଚନ କରିଛନ୍ତି। ଏହି ନୂଆ ଆଧାର ଆପ୍ ଦେଶର କୋଟି କୋଟି ଆଧାର କାର୍ଡ଼ ହୋଲ୍ଡରଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କାମ କରିବ। ଏହି ଆପ୍ର ବିଶେଷ କଥା ହେଉଛି ଯେ ଆପଣଙ୍କ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି କିମ୍ବା ଏକ ନୂଆ ସିମ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କୌଣସି ସ୍ଥାନରେ ଆଧାର କାର୍ଡ଼ ପ୍ରଦାନ କରିବାକୁ ପଡ଼ିବ ନାହିଁ। ଏବେ ଆସନ୍ତୁ 6 ନମ୍ବର ଖବର ଉପରେ ଜାଣିବା। ହିତାଧିକାରୀଙ୍କ ପାଇଁ କାଲ ହେଉଛି ଦୁର୍ବଳ ବୈଷୟିକ ବ୍ୟବସ୍ଥା। 2ଟି ଯାକ କିସ୍ତିରୁ ବଞ୍ଚିତ ମହିଳା ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବା ନିମନ୍ତେ ଗୋଟିଏ ବ୍ଲକରୁ ଆଉ ଗୋଟିଏ ବ୍ଲକ, ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଧାଉଁଛନ୍ତି। 3ଟି ସ୍ତରରେ ସୁଭଦ୍ରା ଆବେଦନ ମଞ୍ଜୁର ହୋଇଛି, କିନ୍ତୁ ବୈଷୟିକ କ୍ଷେତ୍ରରେ ତାଳମେଳ ଅଭାବରୁ ମହିଳାଙ୍କୁ ଟଙ୍କା ମିଳୁନାହିଁ। ଏହି ଯୁଗରେ ବୈଷୟିକ ବ୍ୟବସ୍ଥାର ବିଫଳତା ଏତେ ବଡ଼ ଯୋଜନାର ସଫଳତାରେ ବଡ଼ ବାଧକ ସାଜିଛି। ଏଥିପାଇଁ ନା ସରକାର ନା ବିଭାଗ କାହାର ଚିନ୍ତା ଅଛି। ପ୍ରଥମ କିସ୍ତି ପାଇଁ ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳା ମଧ୍ୟ ଅନ୍ଧାରରେ ଅଛନ୍ତି। ଥରେ ଯୋଗ୍ୟ ସାବ୍ୟସ୍ତ ହେବା ପରେ ଦ୍ୱିତୀୟ କିସ୍ତିରୁ କାହିଁକି ସେମାନେ ବଞ୍ଚିତ ହେଲେ, ତାହାର ଉତ୍ତର ମିଳୁନାହିଁ। ଏପଟେ ଟଙ୍କା ପାଉନଥିବାରୁ ଦୁଃଖିତ କହି ଘରକୁ ଘର ସର୍ଭେ ଆରମ୍ଭ କରାଯିବ ଉଲ୍ଲେଖ କରି ବିଭାଗୀୟ ମନ୍ତ୍ରୀ ନିଜ କାମ ସାରି ଦେଇଛନ୍ତି। ଏବେ ଆସନ୍ତୁ 7 ନମ୍ବର ଖବର ଉପରେ ଯିବା। ରାଜ୍ୟ ସରକାରଙ୍କୁ ପାଣିର ଚିନ୍ତା। ଆହୁରି 21,300 ନଳକୂପ ଖୋଲିବାକୁ ସରକାର ଅନୁମୋଦନ କରିଛନ୍ତି।
ରାଜ୍ୟରେ ବଢ଼ିଛି ଜଳର ସଙ୍କଟ। ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି 24 ବର୍ଷ ସରକାର ପାଣିକୁ ଗୁରୁତ୍ୱ ଦେଉନଥିଲେ। ରାଜ୍ୟରେ 5,20,000 ନଳକୂପ ଥିଲା। 21,300 ନଳକୂପ ଖୋଲିବାକୁ ନୂଆ ସରକାର ଅନୁମୋଦନ କରିଥିବା ମନ୍ତ୍ରୀ କହିଛନ୍ତି। ଜଳ ସଙ୍କଟର ଅଭିଯୋଗକୁ ବିଭାଗ ଗୁରୁତ୍ୱ ଦେଉଛି। ଯେଉଁଠି ବି ଜନସାଧାରଣ ଅଭିଯୋଗ କରିବେ ବିଭାଗ 7 ଦିନ ମଧ୍ୟରେ ତାର ସମାଧାନ କରିବ। ଏବେ ଆସନ୍ତୁ 8 ନମ୍ବର ଖବର ଉପରେ ଯିବା। ଖୁସିର ଖବର, 2% ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର। ଦରଦାମ ବୃଦ୍ଧି ଭିତରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। 2% ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହଙ୍ଗା ଭତ୍ତା 53%କୁ 55% ବଢ଼ିଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 53%ରୁ 55%କୁ ବୃଦ୍ଧି ପାଇଛି। ଏହା ଜାନୁଆରୀ 1 2025ରୁ ପିଛିଲା ଭାବରେ ଲାଗୁ ହେବ। ଏବେ ଆସନ୍ତୁ 9 ନମ୍ବର ଖବର ଉପରେ ଯିବା। ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା। ଏହି ଯୋଜନାକୁ 10 ବର୍ଷ ହୋଇଗଲାଣି। ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ରୋଜଗାର ବାଟ ଦେଖାଇଛି ଏହି ଯୋଜନା। ଏବେ ଏହି ଯୋଜନାକୁ ନେଇ ଆସିଛି ବଡ଼ ଖୁସିର ଖବର। ପୂର୍ବରୁ ବିନା କୌଣସି ଗ୍ୟାରେଣ୍ଟିରେ କେନ୍ଦ୍ର ସରକାର ବେକାର ଯୁବପିଢ଼ିଙ୍କୁ ଏହି ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ଯୋଗାଉଥିଲେ। ଏବେ 10 ନୁହେଁ 20 ଲକ୍ଷ ଟଙ୍କାର ଋଣ ମିଳିବ। ତେବେ ଏହା କେବଳ ତରୁଣ ହିତାଧିକାରୀଙ୍କୁ ମିଳିବ। 10 ନମ୍ବର ଖବର ଉପରେ ଆସନ୍ତୁ। ମହୁଲ ଫୁଲର ଅଭାବୀ ବିକ୍ରି ପ୍ରଶାସନର ନିଘା ପଡ଼ୁନାହିଁ। ମହୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ଏହା ଆଦିବାସୀ ପରିବାର ପାଇଁ ଆୟର ଏକ ପ୍ରମୁଖ ଉତ୍ସ। ସେଥିପାଇଁ ତ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଆଦିବାସୀ। କିଏ ମହୁଲ ଗୋଟାଇବାରେ ବ୍ୟସ୍ତ ତ କିଏ ମହୁଲ ସଂଗ୍ରହ କରିବା ଦାଣ୍ଡ ଦୁଆରେ ଶୁଖାଉଛି। ଚାରିଆଡ଼େ ମହୁଲ ଫୁଲର ମହକୁଛି ବଣ ପାହାଡ଼ ଗାଁ ଦାଣ୍ଡ। କିନ୍ତୁ ସଂଗ୍ରହକାରୀ ତାର ପରିଶ୍ରମର ମୂଲ୍ୟ ପାଉଛି ତ? ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଚୁର ମହୁଲ ଫୁଲ ଗଛ ମିଳିଥାଏ। ନୂଆପଡ଼ା ଜିଲ୍ଲାରେ ଖଡ଼ିଆଲ, ସିନାପାଲି, ବୋଡେନ, କୋମୁନା ଓ ନୂଆପଡ଼ା ବ୍ଲକର ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ। ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଯାଆନ୍ତି। ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆଯାଏ କିମ୍ବା ମାଟି ଲିପି ଦିଆଯାଏ। ଏବେ ଆସନ୍ତୁ 11 ନମ୍ବର ଖବର ଉପରେ ଯିବା। ବଦଳିଲା ପାସପୋର୍ଟ ନିୟମ। ଯେକୌଣସି ଦେଶରେ ରହିବା ପାଇଁ ସେହି ଦେଶର କିଛି ଡକୁମେଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଡକୁମେଣ୍ଟ ଗୁଡ଼ିକ ବିନା ଆପଣ ଅନେକ କାମ କରିପାରିବେ ନାହିଁ। ଯଦି ଆମେ ଭାରତ ବିଷୟରେ କଥା ହେବା ତେବେ ଏଠାରେ ରହୁଥିବା ଲୋକଙ୍କ ପାଖରେ ଅନେକ କାଗଜପତ୍ର ରହିବା ଜରୁରୀ। ଏଥିମଧ୍ୟରେ ଆଧାର କାର୍ଡ଼, ପାନ କାର୍ଡ଼, ଭୋଟର କାର୍ଡ଼, ରାସନ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଏବଂ ପାସପୋର୍ଟ ଭଳି ଡକୁମେଣ୍ଟ ଆବଶ୍ୟକ। କିଛି ଡକୁମେଣ୍ଟ ଏପରି ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହାର କୌଣସି ବଦଳ ନାହିଁ। ଯେପରିକି ଯଦି ଆପଣଙ୍କୁ ବିଦେଶ ଯାତ୍ରା କରିବାକୁ ପଡ଼େ ତାପରେ ଏକ ପାସପୋର୍ଟର ଆବଶ୍ୟକତା ପଡ଼ିବ। ଭାରତରେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପାସପୋର୍ଟ ପ୍ରଦାନ କରାଯାଏ।